ସୁବର୍ଣ୍ଣାଙ୍କୁ ଛୋଟ ବେଲୁ ପଢ଼ିବାର ବହୁତ ଇଚ୍ଛା ଥିଲା, କିନ୍ତୁ ସେ ସମୟରେ ତାଙ୍କ ପାଖରେ ପଇସା ନଥିଲା, କିମ୍ବା କହିବାକୁ ଗଲେ ଘରର ପରିସ୍ଥିତି ଏତେ ଖରାପ ଥିଲା ଯେ ତାଙ୍କର ପଢ଼ିବାର ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଗଲା। ସୁବର୍ଣ୍ଣା ବଡ଼ ହେଲେ, ତାଙ୍କର ବିବାହ ହେଲା ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ହେଲା, ଯାହାର ନାମ ଥିଲା ପ୍ରତୀକ। ସୁବର୍ଣ୍ଣା ନିଜେ ତାଙ୍କର ସ୍ୱପ୍ନ ପୂରଣ କରିପାରିଲେ ନାହିଁ, କିନ୍ତୁ ସେ ନିଶ୍ଚୟ କଲେ ଯେ ସେ ନିଜ ପୁଅକୁ ଭଲ ଭାବରେ ପଢ଼ାଇବେ। ପ୍ରତୀକ ବି ପଢ଼ିବାରେ ବହୁତ ମନ ଲଗାଇ ପାଠ ପଢ଼ୁଥିଲା, ଯାହାଦ୍ୱାରା ସେ ସବୁଠାରେ ପ୍ରଥମ ସ୍ଥାନରେ ଆଣୁଥିଲା। ପ୍ରଥମ ସ୍ଥାନରେ ଥିବା ଫଳରେ ପ୍ରତୀକକୁ ଗୋଟିଏ ବଡ଼ କମ୍ପାନୀରେ ଚାକିରି ମିଳିଗଲା। ପ୍ରତୀକ ସହରକୁ ଗଲେ ଏବଂ ସେଠାରେ କାମ କରି ତାଙ୍କ ମାଆଙ୍କୁ ଟଙ୍କା ପଠାଉଥିଲେ। କିଛି ସମୟ ପରେ ସୁବର୍ଣ୍ଣା ପ୍ରତୀକ ପାଇଁ ଗୋଟିଏ ଭଲ ଝିଅ ଖୋଜିଲେ, ଯାହାର ନାମ ଥିଲା ପ୍ରିୟା। ସେ ପ୍ରତୀକଙ୍କ ବିବାହ ପ୍ରିୟା ସହ କଲେ। ପ୍ରିୟା ମଧ୍ୟ ଏକ ବହୁତ ଭଲ ଓ ବୁଦ୍ଧିମାନ ଝିଅ ଥିଲା। ବିବାହ ପରେ ପ୍ରତୀକ ଏବଂ ପ୍ରିୟା ସହରକୁ ଯିବା ପାଇଁ ଚିନ୍ତା କଲେ, କାରଣ ପ୍ରତୀକଙ୍କ କାମ ସେଠାରେ ଥିଲା। ହେଲେ ପ୍ରତୀକଙ୍କ ମନରେ ଏହା ଥିଲା ଯେ ସେ ନିଜ ସ୍ତ୍ରୀଙ୍କୁ ନେଇ ଯଦି ସହରକୁ ଗଲେ ତାହେଲେ ଗାଁରେ ତାଙ୍କ ମା ଏକା ହୋଇଯିବେ। ଏହା ଭାବି ସେ ତାଙ୍କ ମାଙ୍କୁ କହିଲେ, ମା, ମୁଁ ଏବଂ ପ୍ରିୟା ସହରକୁ ଯିବୁ, ତ ଆପଣ ଏଠାରେ ଏକା ରହିଯିବେ। ଆପଣଙ୍କୁ ଏକା ଛାଡ଼ି ଯିବା ପାଇଁ ମୋତେ ଜମା ବି ଭଲ ଲାଗୁନି ମା, ତେଣୁ ମୁଁ ଚାହୁଁଛି ଆପଣ ମଧ୍ୟ ଆମ ସହ ସହରକୁ ଚାଲନ୍ତୁ। ପ୍ରିୟା ବି ପ୍ରତୀକର କଥାରେ ସହମତ ଦେଇ କହିଲେ, ମା, ଆପଣଙ୍କ ପୁଅ ଠିକ୍ କହୁଛନ୍ତି। ଯଦି ଆମେ ଦୁଇ ଜଣ ସେଠାରେ ରହିବୁ ଏବଂ ଆପଣ ଏଠାରେ ଏକା ରହିବେ, ତାହେଲେ ଆମେ କେବେ ବି ଶାନ୍ତିରେ ରହିପାରିବୁନି। ଆପଣ ଆମ ସହିତ ସହରକୁ ଚାଲନ୍ତୁ, ଆମେ ସମସ୍ତେ ମିଶିକରି ସେଠାରେ ରହିବା। ସୁବର୍ଣ୍ଣା ଦୁଇ ଜଣଙ୍କ ଏହି କଥା ଶୁଣି ବହୁତ ଖୁସି ହେଲେ ଏବଂ ସେ ତାଙ୍କ ସହିତ ସହରକୁ ଯିବା ପାଇଁ ମଧ୍ୟ ରାଜି ହେଲେ। ତାଙ୍କର ଭାବନା ଅନୁସାରେ ସମସ୍ତେ ସହରକୁ ଚାଲିଗଲେ ଏବଂ ସେଠାରେ ରହି ଜୀବନଯାପନ ଆରମ୍ଭ କଲେ। ଆରମ୍ଭରେ ତ ସବୁକିଛି ଠିକ୍ ଥିଲା। ସହର ବଡ଼ ଥିଲା ଏବଂ ସେଠାରେ ଲୋକମାନେ ବହୁତ ବ୍ୟସ୍ତ ରହୁଥିଲେ। ସୁବର୍ଣ୍ଣା ତ ଗୋଟିଏ ଅଶିକ୍ଷିତ ମହିଳା ଥିଲେ, ଯାହା ପାଇଁ ସେ ସେଠାରେ ଲୋକମାନଙ୍କ ସହିତ ମିଶି ବି ପାରୁନଥିଲେ। ସହରର ଲୋକମାନେ ମୁଖ୍ୟତଃ ଇଂରାଜୀରେ କଥାବାର୍ତ୍ତା ହେଉଥିଲେ, ଯାହା ସୁବର୍ଣ୍ଣାଙ୍କୁ କେବେ ବି ଆସୁନଥିଲା। ଏହି କାରଣରୁ ସେ ସବୁବେଳେ ଭୟଭୀତ ଦେଖାଯାଉଥିଲେ। ସେ ଯଦି ଲୋକମାନଙ୍କ ସହ କଥାବାର୍ତ୍ତା କରିବେ ତାହେଲେ କେବେ କିଛି ଭୁଲ କହିଦେବେ ଏବଂ ଲୋକମାନେ ତାଙ୍କ ମଜା ଗୁଡ଼ାଇବେ। ଏହିସବୁ ଭାବି ସୁବର୍ଣ୍ଣା ସେଠାରେ ଲୋକମାନଙ୍କ ଠାରୁ ଦୂରରେ ରହୁଥିଲେ। ଗୋଟିଏ ଦିନ ପ୍ରତୀକ ଏବଂ ପ୍ରିୟା ଦୁହେଁ କାମରେ ବାହାରକୁ ଗଲେ। ରାତିରେ ସେମାନେ ଘରକୁ ଫେରିଲେ, ଦେଖିଲେ ସୁବର୍ଣ୍ଣା ଘରେ ଏକା ବସିଛନ୍ତି। ପ୍ରିୟା ତାଙ୍କ ଶାଶୁଙ୍କୁ ପଚାରିଲେ, ମା, ଆପଣ ଏତେ ଉଦାସ କାହିଁକି ଲାଗୁଛନ୍ତି? ଆମେ ଯେତେବେଳୁ ବାହାରକୁ ଗଲୁ ସେତେବେଳଠାରୁ ଆପଣ ଏଠାରେ ଏକା ବସିଛନ୍ତି କି? ମାନେ ଆପଣ ବାହାରକୁ ବୁଲିବା ପାଇଁ ଜମା ବି ଗଲେ ନାହିଁ, ପୁରା ଦିନ ଏଠି ଏକା ବସି ରହିଲେ। ତାହେଲେ ମୁଁ କ'ଣ କରିବି ବୋହୂ? ଏଠାରେ ଲୋକମାନେ ବହୁତ ଶୀଘ୍ରତାରେ କଥାବାର୍ତ୍ତା ହୁଅନ୍ତି ଏବଂ ଏଠାର ପରିବେଶ ମଧ୍ୟ ସେହିପରି। ମୋତେ ଲୋକମାନଙ୍କ ସହିତ କଥା ହେବାକୁ ସୁଯୋଗ ବି ମିଳେ ନାହିଁ। ସେହିପରି ମୁଁ ପଢ଼ା ଲେଖା ଜାଣିନି, ତେଣୁ ଏହି ପ୍ରକାର ଲୋକମାନଙ୍କ ସହିତ କିପରି କଥାବାର୍ତ୍ତା ହେବି? ଛୋଟବେଳୁ ପଢ଼ିବାର ବହୁତ ଇଚ୍ଛା ଥିଲା, କିନ୍ତୁ ସେତେବେଳେ ଘରର ପରିସ୍ଥିତି ଏପରି ଥିଲା ଯେ ମୁଁ ପଢ଼ି ବି ପାରିନଥିଲି। କାଶ ମୁଁ ପଢ଼ିଥାନ୍ତି, ତାହେଲେ ଆଜି ଏହି ଲୋକମାନଙ୍କ ସହ ମିଳାମିଶା କରିପାରିଥାନ୍ତି। ସୁବର୍ଣ୍ଣାଙ୍କ କଥା ଶୁଣି ପ୍ରିୟା ମନ ଦୁଃଖରେ କହିଲେ, ମା, ତୁମକୁ ସେଠି ଏକା ଛାଡ଼ିବା ଭୟରେ ଆମେ ଆମ ସହିତ ଏଠାକୁ ଆଣିଥିଲୁ। ଏବେ ଯଦି ଆପଣ ଏହିପରି କଥା କହିବେ ତାହେଲେ ଆମକୁ କେମିତି ଲାଗିବ? ମା, ତୁମେ ଖରାପ ଭାବନି। ଏହି ସବୁ ବିଷୟରେ ଆମେ ସକାଳେ କଥାବାର୍ତ୍ତା ହେବା। ଏବେ ଆପଣ ଆରାମରେ ଶୋଇଯାଆନ୍ତୁ। ପ୍ରିୟା ତାଙ୍କ ରୁମ୍କୁ ଚାଲିଗଲେ, କିନ୍ତୁ ସେ ରୁମ୍କୁ ଯିବା ପରେ ମଧ୍ୟ ଚିନ୍ତିତ ଥିଲେ। ପ୍ରିୟା ରୁମ୍କୁ ଆସିବା ପରେ ପ୍ରତୀକ ତାଙ୍କୁ ପଚାରିଲେ, ପ୍ରିୟା, କଥା କ'ଣ? ତୁମେ ଯେତେବେଳଠୁ ରୁମ୍କୁ ଆସିଛ ତୁମେ କିଛି ଭାବୁଥିବାର ଦେଖାଯାଉଛ ଏବଂ ତୁମେ ଚିନ୍ତିତ ମଧ୍ୟ ଲାଗୁଛ। ପ୍ରତୀକ, ମା ଏଠାରେ ଖୁସି ନାହାନ୍ତି। ସେ କହୁଛନ୍ତି ଯେ ସେ ଗାଁକୁ ଫେରିବାକୁ ଚାହୁଁଛନ୍ତି। କାହିଁକି?
ମା କ'ଣ ଏଠାରେ ଆଡ଼ଜଷ୍ଟ କରିପାରୁନାହାନ୍ତି କି? ଆମେ କ'ଣ ତାଙ୍କୁ କିଛି କଷ୍ଟ ଦେଲା କି? ନାହିଁ ପ୍ରତୀକ, ଆମ ପକ୍ଷରୁ କୌଣସି ବି ଭୁଲ ନାହିଁ ଏବଂ ମା ମଧ୍ୟ ଆମ ଉପରେ କୌଣସି ଅଭିଯୋଗ କରୁନାହାନ୍ତି। ଏଥିରେ ସମସ୍ୟା ହେଉଛି ମା ପଢ଼ିନାହାନ୍ତି ନା, ସେହି କାରଣରୁ ସେ ଏଠାରେ ଲୋକମାନଙ୍କ ସହିତ ଘନିଷ୍ଠ ହୋଇପାରୁନାହାନ୍ତି। ସେଥିପାଇଁ ତାଙ୍କୁ ଏହି ସହର ଭଲ ଲାଗୁନି। ଏହି କଥା ଶୁଣି ପ୍ରତୀକ ଭାବିଲେ ଏବଂ କହିଲେ, ଯଦି ଏହି ଅସୁବିଧା ଅଛି ତାହେଲେ ଆମେ ଦୁହେଁ ମିଶି ଏହାର କିଛି ଉପାୟ କରିବା। ଛୋଟବେଳୁ ମାଙ୍କର ପଢ଼ିବାର ବହୁତ ଇଚ୍ଛା ଥିଲା। ପ୍ରିୟା, ଆମେ ଯଦି ଏବେ ମାଙ୍କୁ ନାଇଟ୍ ସ୍କୁଲରେ ଆଡ଼ମିସନ୍ କରିଦେବା ତାହେଲେ କେମିତି ହୁଅନ୍ତା? ଏହା ଏକ ବହୁତ ଭଲ ଚିନ୍ତା, କିନ୍ତୁ ମା ଏହି ବୟସରେ ସ୍କୁଲ ଯିବାକୁ ରାଜି ହେବେ କି? ଆମେ ସକାଳେ ମାଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା ହେବା ଉଚିତ। ମୋତେ ବିଶ୍ୱାସ ଅଛି ସେ ନିଶ୍ଚୟ ମାନିବେ। ପରଦିନ ସକାଳେ ଡିନର ଟେବୁଲରେ ଯେତେବେଳେ ସମସ୍ତେ ବସି ଖାଉଥିଲେ, ପ୍ରତୀକ ତାଙ୍କର ମାଙ୍କ ସହ ସ୍କୁଲ ଯିବାର କଥାବାର୍ତ୍ତା ହେଲେ। ପ୍ରଥମେ ସୁବର୍ଣ୍ଣା ଟିକେ ଲାଜ ଅନୁଭବ କଲେ, କିନ୍ତୁ ଯେତେବେଳେ ପ୍ରିୟା ଏବଂ ପ୍ରତି ସେମାନଙ୍କୁ ବିଶ୍ୱାସ ଦେଲେ ଯେ ପଢ଼ିବାର କୌଣସି ବୟସ ନାହିଁ, ତାପରେ ସେ ମନେ ମନେ ଟିକେ ମାନିଗଲେ। ପ୍ରତୀକ ତାଙ୍କୁ ନାଇଟ୍ ସ୍କୁଲରେ ଆଡ଼ମିସନ୍ କରାଇଲେ। ସୁବର୍ଣ୍ଣା ପଢ଼ିବା ଆରମ୍ଭ କଲେ ଏବଂ ସେ ବହୁତ ଖୁସି ହେଲେ। ସେ ଛୋଟ ଛୁଆ ପରି ଉତ୍ସାହିତ ହୋଇ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ତାଙ୍କର ଦିନଯାକ ଅନୁଭବ ପ୍ରତୀକ ଏବଂ ପ୍ରିୟାଙ୍କୁ ସନ୍ଧ୍ୟାରେ କହୁଥିଲେ। ଯେମିତି ସମୟ କଟିଲା, ସୁବର୍ଣ୍ଣା ଆତ୍ମନିର୍ଭର ହେଲେ। ଏବେ ସେ ଲୋକମାନଙ୍କ ସହିତ କଥାବାର୍ତ୍ତା ହେଉଥିଲେ, କୌଣସି ଭୟ ମଧ୍ୟ ଅନୁଭବ କରୁନଥିଲେ। ତାଙ୍କର ଆତ୍ମବିଶ୍ୱାସ ବଢ଼ିଲା ଏବଂ ତାଙ୍କର ଛୋଟବେଳର ସ୍ୱପ୍ନ ମଧ୍ୟ ସାକାର ହେଲା। ପୁରା ପରିବାର ଏବେ ଖୁସି ଏବଂ ଶାନ୍ତିରେ ଭରି ଯାଇଥିଲା। ସେଥିପାଇଁ ତ କଥାରେ ଅଛି, ଯଦି କୌଣସି କାମ କରିବାକୁ ମନ ଅଛି ତ ବୟସ କେବେ ବି ବାଧା ହୋଇପାରିବ ନାହିଁ। କେବଳ ଆମକୁ ପ୍ରୟାସ କରିବା ଦରକାର। ଦିନେ ଆମେ ନିଶ୍ଚିତ ଭାବରେ ସଫଳ ହେବା। ଯଦି ଆପଣମାନଙ୍କୁ ଆମ ଏହି ଛୋଟ ଗପଟି ଭଲ ଲାଗିଲା ତାହେଲେ ଆପଣ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।